ଦର୍ଶକ ବନ୍ଧୁ, ପ୍ରତ୍ୟେକ ଦିନ ନାରୀମାନେ ସିନ୍ଥିରେ ଏବଂ ମୁଣ୍ଡରେ ସିନ୍ଦୁର ଲଗାଇଥାନ୍ତି। ଏ ସିନ୍ଦୁର ସେମାନେ ପ୍ରତ୍ୟେକ ଦିନ କାହିଁକି ଲଗାନ୍ତି? ଏହା ଫଳରେ କ'ଣ ଶୁଭ କି ଅଶୁଭ ହୁଏ, ସେ ବିଷୟରେ ମୁଁ କହିବାକୁ ଯାଉଛି। ମନ ଦେଇକି ଶୁଣନ୍ତୁ। ସିନ୍ଦୁରର ରଙ୍ଗ ଲାଲ ଅଟେ। ଏହା ଲାଲ କେବଳ ନୁହେଁ, ଏହା ଶକ୍ତିର ପ୍ରତୀକ ଅଟେ। ଦେବୀ ମାତା ପାର୍ବତୀ ହେଉଛନ୍ତି ଶକ୍ତିମୟୀ, ଯିଏକି ପ୍ରତିବର୍ତ୍ତା ନାରୀ। ତେଣୁ ବିଶ୍ୱାସ କରାଯାଏ, ଯେଉଁ ନାରୀମାନେ ସିନ୍ଦୁର ବ୍ୟବହାର କରନ୍ତି, ମା ତାଙ୍କ ସ୍ୱାମୀମାନଙ୍କୁ ରକ୍ଷା ପ୍ରଦାନ କରନ୍ତି। ନାରୀମାନେ ପିନ୍ଧୁଥିବା ସିନ୍ଦୁରର ରଙ୍ଗ ଲାଲ। ଏଥିରେ ପାରଦ ମଧ୍ୟ ମିଶିଥାଏ। ସେଥିପାଇଁ ଏହାର ଦୁଇଟି ପ୍ରଭାବ ରହିଛି। କ'ଣ ନା ସ୍ଥୂଳ ଓ ସୂକ୍ଷ୍ମ। ଏହା ଜ୍ଞାନ, ବିବେକ, ଭକ୍ତି, ପ୍ରେମ, ସ୍ନେହ, ସୌନ୍ଦର୍ଯ୍ୟ ଓ ଐଶ୍ୱର୍ଯ୍ୟର ପ୍ରତୀକ ଅଟେ। ଏହି ସିନ୍ଦୁରରେ ଉତ୍ତାପ, ଉତ୍ତେଜନା, ସାହସିକତା, ଦୃଢ଼ ଇଚ୍ଛାଶକ୍ତି, ପ୍ରଭୁତ୍ୱ ବିସ୍ତାର, ତେଜବନ୍ତ, ଚଳଚଞ୍ଚଳ, କାର୍ଯ୍ୟକ୍ଷମ ପ୍ରଭୃତି ଦେଖାଯାଏ, ଯାହା ଫଳରେ ମାନସିକ ସ୍ତରରେ ଶକ୍ତି ରହିପାରନ୍ତି ଏବଂ ଆତ୍ମବଳ ମଧ୍ୟ ବୃଦ୍ଧି ପାଇଥାଏ। ଚାପରୁ ମଧ୍ୟ ମୁକ୍ତି ମିଳେ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ମିଳିଥାଏ ଏବଂ ମାନସିକ ଶାନ୍ତି ମଧ୍ୟ ମିଳିଥାଏ। ଏହିସବୁ ଗୁଣଗୁଡ଼ିକ ସିନ୍ଦୁରରେ ଅଛି। ତେଣୁ ସ୍ତ୍ରୀମାନେ ପ୍ରତିଦିନ ସିନ୍ଦୁର ମଥାରେ ଲଗାଇଥାନ୍ତି। ଦର୍ଶକ ବନ୍ଧୁ, ଟିପ୍ସଟି କିପରି ଲାଗିଲା ଲାଇକ୍ କରିବେ, କମେଣ୍ଟ କରିବେ ଏବଂ ଅନ୍ୟମାନଙ୍କୁ ସେୟାର କରିବେ। ରହୁଛି। ଜୟ ଜଗନ୍ନାଥ।